ମୁଁ ପ୍ରଥମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜେନ୍ଦ୍ର ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ମୋର କୋଟି କୋଟି ପ୍ରଣାମ ଏବଂ ତାଙ୍କୁ ଧନ୍ୟବାଦ ଦେବି ଆଜି ମୋତେ ବିଶ୍ୱାସ କରିଥିବାରୁ ଆସ୍ଥା ପ୍ରକଟ କରିଥିବାରୁ ତାଙ୍କ ସହିତ ଓଡ଼ିଶାର 5T ଅଧ୍ୟକ୍ଷ ଏବଂ ଆମ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିକେ ପାଣ୍ଡିଆନ ମହୋଦୟ, ସଂଗ୍ରାମ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମହୋଦୟ, ଆମ ଦଳର ଅବଜରଭର ଶ୍ରୀ ରତନ ସବ୍ୟସାଚୀ ନାୟକ ମହୋଦୟ, ମୋର ଜିଲ୍ଲା ସଭାପତି ଶ୍ରୀ ଜଗବନ୍ଧୁ ଦାସ ମହୋଦୟ, ମୋହନା ନିର୍ବାଚନ ଅବଜରଭର ପୃଥ୍ୱୀରାଜ ସାହୁ ମହୋଦୟ, ସର୍ବୋପରି ମୋହନା ନିର୍ବାଚନ ମଣ୍ଡଳୀର ଏବଂ ଗଜପତି ଜିଲ୍ଲାର ସମସ୍ତ ବିଭିନ୍ନ ଦଳର କାର୍ଯ୍ୟକର୍ତ୍ତା ସହଯୋଗୀ ସାଥୀମାନଙ୍କୁ ମୁଁ ପ୍ରଥମେ ଶୁଭେଚ୍ଛା ଅଭିନନ୍ଦନ ଜ୍ଞାପନ କରୁଛି। ଏବଂ ଆଜି ନିଶ୍ଚିତ ଭାବରେ ଆମକୁ ଯେଉଁ ବିଶ୍ୱାସ କରିଛନ୍ତି ମାନବର ମୁଖ୍ୟମନ୍ତ୍ରୀ, ଆମେ ନିର୍ବାଚନରେ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ଜନହିତକର କାର୍ଯ୍ୟଗୁଡ଼ିକ ଯେଉଁ ଆଜି ଆରମ୍ଭ ହେଇଛି ଓଡ଼ିଶାରେ ଲଗାତାର ଭାବେ ବିକାଶର ପଥ ଚାଲୁ ରହିଛି। ସେ ବିକାଶର କାର୍ଯ୍ୟକୁ ନେଇକି ଆମେ ନିର୍ବାଚନରେ ମୁଦା କରି ନିର୍ବାଚନ ଲଢିବୁ। ବିଜୁ ଜନତା ଦଳ ସଦା ସର୍ବଦା ନିର୍ବାଚନ ସହିତ ସମ୍ପର୍କ ନାହିଁ। 365 ଦିନରେ ଲୋକଙ୍କର ସମସ୍ୟାକୁ ନେଇକି ବିଜୁ ଜନତା ଦଳ କାର୍ଯ୍ୟ କରେ। ସେ ବିଶ୍ୱାସକୁ ଆଧାର କରି ଆମେ ଘରେ ଘରେ ଲୋକଙ୍କ ପାଖରେ ପହଞ୍ଚେଇବୁ ଏବଂ ମାନବର ମୁଖ୍ୟମନ୍ତ୍ରୀଙ୍କର ଆଶୀର୍ବାଦରେ ଆମେ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିବୁ ବିଶ୍ୱାସ ମୋର ଦୃଢ଼ ବିଶ୍ୱାସ। ମୁଁ ପ୍ରଥମେ ମୋହନା ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟର ଭାଇ ଭଉଣୀମାନଙ୍କୁ, ଗୁରୁଜନଙ୍କୁ, ମା ମାନଙ୍କୁ, ପିତାମାନଙ୍କୁ, ସର୍ବୋପରି ସେମାନଙ୍କୁ ମୋର ପ୍ରଥମେ ମୋର ପ୍ରଣାମ, ଶୁଭେଚ୍ଛା ଅଭିନନ୍ଦନ ଜ୍ଞାପନ କରୁଛି। ମୁଁ ଉତ୍ସାହିତ ନୁହଁ, ଉତ୍ସାହିତ ହେଲେ ମୋର ସାଧାରଣ ଲୋକ ଉତ୍ସାହିତ ହେବା ଦରକାର। ଆମେ ତ ନିଶ୍ଚିତ ଭାବରେ ଆମକୁ ବିଶ୍ୱାସ କରିଛନ୍ତି ମାନବର ମୁଖ୍ୟମନ୍ତ୍ରୀ, ମୁଁ ତ ଉତ୍ସାହିତ ଅଛି। ତା ସହିତ ସମଗ୍ର ମୋହନା ନିର୍ବାଚନ ମଣ୍ଡଳୀର 2,50,000 ଭୋଟର୍ସ ଭାଇମାନଙ୍କୁ ମୋର ନିବେଦନ, ମାନବର ମୁଖ୍ୟମନ୍ତ୍ରୀଙ୍କର ବିକାଶର ପଥକୁ ଅନୁସରଣ କରନ୍ତୁ, ତାଙ୍କୁ ଅନୁରୋଧ କରୁଛୁ ଏବଂ ଓଡ଼ିଶାର ଅଦ୍ୱିତୀୟ ଯୁଗାନ୍ତକାରୀ ମହାପୁରୁଷ କହିଲେ ଅତ୍ୟୁକ୍ତ ନାହିଁ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପାଇଁ ମୋହନା ନିର୍ବାଚନ ମଣ୍ଡଳୀ ମଧ୍ୟ ସହଯୋଗ ରହୁ, ଏହା ହିଁ ମୋର ପ୍ରାର୍ଥନା।